ନମସ୍କାର। ଆସନ୍ତୁ ଆଜି ଭାରତୀୟ ରାଜନୀତିର ଏକ ଅଦ୍ଭୁତପୂର୍ବ ଘଟଣାବଳୀର ଗଭୀର ବିଶ୍ଳେଷଣ କରିବା। ଆମ ପାଖରେ ଥିବା ତଥ୍ୟରୁ ଜଣାପଡ଼ୁଛି ଯେ 2026 ରାଜ୍ୟ ନିର୍ବାଚନର ଫଳାଫଳ କେତେ ଆଶ୍ଚର୍ଯ୍ୟଜନକ ଥିଲା। ସତ କହିବାକୁ ଗଲେ ଏହା କେବଳ ଏକ ସାଧାରଣ ନିର୍ବାଚନ ନଥିଲା, ଏହା ଥିଲା ଏକ ବିରାଟ ରାଜନୈତିକ ଭୂମିକମ୍ପ। ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଥିବା ପୁରୁଣା କ୍ଷମତା ସମୀକରଣ କେମିତି ସମ୍ପୂର୍ଣ୍ଣ ବଦଳିଗଲା ତାହା ଆମେ ଦେଖିବା। କଥାରେ ଅଛି ନା, ରାଜନୀତିରେ ଗୋଟିଏ ଦିନ ବି ବହୁତ ଲମ୍ବା ସମୟ ହୋଇପାରେ, ଏବଂ ଏହି ଘଟଣା ତାହା ହିଁ ପ୍ରମାଣିତ କରୁଛି। ତେବେ ମନରେ ଏକ ବଡ଼ ପ୍ରଶ୍ନ ଉଠିବା ସ୍ୱାଭାବିକ। ଭାବନ୍ତୁ ତ, ଗୋଟିଏ ପଟେ ପଶ୍ଚିମବଙ୍ଗରେ ଲଗାତାର 15 ବର୍ଷ ଧରି ଶାସନ କରୁଥିବା ସରକାର, ଆଉ ଅନ୍ୟପଟେ ତାମିଲନାଡୁରେ ପ୍ରାୟ 50 ବର୍ଷ ଧରି ଚାଲି ଆସୁଥିବା ଦୁଇଟି ପ୍ରମୁଖ ଦଳର ଏକଛାଟିଆ ରାଜୁତି। ଏସବୁ ରାତାରାତି କିପରି ଭୁଷୁଡ଼ି ପଡ଼ିଲା? ଆଜିର ଏହି ବିଶ୍ଳେଷଣରେ ଆମେ ଏହି ଅକଳ୍ପନୀୟ ପରିବର୍ତ୍ତନର ମୂଳ କାରଣ ଖୋଜିବା। ଏହି ଫଳାଫଳ କେବଳ ଭୋଟରଙ୍କ ମୁଡକୁ ଦର୍ଶାଉ ନାହିଁ, ବରଂ ଗଣତନ୍ତ୍ର କେତେ ଅପ୍ରତ୍ୟାଶିତ ହୋଇପାରେ ତାହା ବି ଦର୍ଶାଉଛି। ବଡ଼ ବଡ଼ ରାଜନୈତିକ ବିଶ୍ଳେଷକମାନେ ବି ଏହା ଦେଖି ସ୍ତବ୍ଧ ହୋଇଯାଇଛନ୍ତି। ଆଗକୁ ବଢ଼ିବା ପୂର୍ବରୁ ଆମେ ମୁଖ୍ୟତଃ କେଉଁ କେଉଁ ବିଷୟ ଉପରେ ଆଲୋଚନା କରିବା ତାହା ଉପରେ ଟିକେ ନଜର ପକାଇବା। ପ୍ରଥମେ 2026 ନିର୍ବାଚନୀ ଭୂମିକମ୍ପ, ତାପରେ ପଶ୍ଚିମବଙ୍ଗର ଐତିହାସିକ ପରିବର୍ତ୍ତନ ଓ ନିର୍ବାଚନୀ ବିବାଦ, ତାମିଲନାଡୁର ସୁପରଷ୍ଟାର ସୁଇପ୍, କେରଳ ଏବଂ ଆସାମର ସ୍ଥିତି, ଏବଂ ଶେଷରେ ଏହା ଆମ ଜାତୀୟ ରାଜନୈତିକ ମାନଚିତ୍ର ଉପରେ କି ପ୍ରଭାବ ପକାଉଛି ସେସବୁ ଆମେ ଗୋଟି ଗୋଟି କରି ଦେଖିବା। ଆସନ୍ତୁ ଆମର ପ୍ରଥମ ବିଷୟରୁ ଆରମ୍ଭ କରିବା। 2026 ନିର୍ବାଚନୀ ଭୂମିକମ୍ପ ଅର୍ଥାତ୍ ମହାନେତାଙ୍କ ପତନ ଏବଂ ନୂଆ ଶକ୍ତିର ଉଦୟ। ଏପ୍ରିଲ ଏବଂ ମେ ମାସରେ 4ଟି ପ୍ରମୁଖ ରାଜ୍ୟରେ ହୋଇଥିବା ନିର୍ବାଚନର ସବୁଠାରୁ ବଡ଼ ପ୍ରସଙ୍ଗ ଥିଲା ପ୍ରଚଣ୍ଡ ଆଣ୍ଟି ଇନକମ୍ବେନ୍ସି ବା ଶାସକ ବିରୋଧୀ ହାୱା। ଦେଖନ୍ତୁ, ଆସାମ ଏବଂ କେରଳରେ ଯେଉଁ ପରିବର୍ତ୍ତନ ହେଲା ତାହା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରରେ ପ୍ରକୃତ ଝଟକା କେବଳ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ହିଁ ଅନୁଭୂତ ହୋଇଥିଲା। ଏହି ରାଜ୍ୟଗୁଡ଼ିକର ନିଜସ୍ୱ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ଏବଂ ବିଶାଳ ଭୋଟର ଭିତ୍ତିଭୂମି ରହିଛି। ତେଣୁ ଏଠାକାର ଫଳାଫଳ ପୁରା ଦେଶ ପାଇଁ ଏକ ବଡ଼ ସଙ୍କେତ ଦେଇଥାଏ। ଲୋକଙ୍କର ଏତେ ବଡ଼ ସଂଖ୍ୟାର ଅଂଶଗ୍ରହଣ ଏବଂ ରେକର୍ଡ ମତଦାନ ପ୍ରମାଣ କରିଦେଲା ଯେ ଭୋଟରମାନେ ବାସ୍ତବରେ କିଛି ନୂଆ ଚାହୁଁଥିଲେ। ଏବେ ଚାଲନ୍ତୁ ପୂର୍ବ ଭାରତର ପ୍ରମୁଖ ରାଜ୍ୟ ପଶ୍ଚିମବଙ୍ଗ ଆଡ଼କୁ। ଦ୍ୱିତୀୟ ଭାଗରେ ଆମେ ଆଲୋଚନା କରିବା ପଶ୍ଚିମବଙ୍ଗର ଐତିହାସିକ ପରିବର୍ତ୍ତନ ଏବଂ ତୃଣମୂଳ କଂଗ୍ରେସର ପତନ ବିଷୟରେ। ସେଠାରେ ଦୀର୍ଘ 15 ବର୍ଷର ଶାସନର କେମିତି ଅନ୍ତ ଘଟିଲା ତାହା ବାସ୍ତବରେ ଚିତ୍ତାକର୍ଷକ। ଟିକେ ଏହି ସଂଖ୍ୟାଗୁଡ଼ିକ ଉପରେ ନଜର ପକାନ୍ତୁ। ମୋଟ 294 ବିଧାନସଭା ଆସନ ମଧ୍ୟରୁ ବିଜେପି ସିଧାସଳଖ 207ଟି ଆସନ ଅକ୍ତିଆର କରିନେଲା। ଭାବିପାରୁଛନ୍ତି ତ, ଏହା ଏକ ବିପୁଳ ଜନମତ। ଅନ୍ୟପଟେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ବା ଏଆଇଟିସି ମାତ୍ର 80ଟି ଆସନରେ ସୀମିତ ରହିଗଲା। ଏହି ପରାଜୟର ବ୍ୟବଧାନ କେବଳ ଆକଳନ ବାହାରେ ନଥିଲା, ବରଂ ଏହା ସ୍ପଷ୍ଟ କରିଦେଲା ଯେ ତୃଣମୂଳ ସ୍ତରରେ ଲୋକଙ୍କ ମଧ୍ୟରେ ପରିବର୍ତ୍ତନର ନିଆଁ କେତେ ଜୋରରେ ଜଳୁଥିଲା। ଶାସନ ପ୍ରତି ଅସନ୍ତୋଷ ଏକ ସୁନାମି ରୂପ ନେଇ ସବୁକିଛି ଓଲଟାପଲଟା କରିଦେଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା କ'ଣ ଜାଣିଛନ୍ତି? ଯେଉଁ ନେତ୍ରୀ 15 ବର୍ଷ ଧରି ରାଜ୍ୟ ଚଳାଉଥିଲେ ତାଙ୍କ ଦଳ ତ ହାରିଲା, କିନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ନିଜର ପାରମ୍ପରିକ ଆସନ ଭବାନୀପୁରରୁ ପରାସ୍ତ ହେଲେ। ରାଜ୍ୟରେ 83.71% ରେକର୍ଡ ମତଦାନ ହୋଇଥିଲା, ଯାହା ଏକ ବିଶାଳ ପରିବର୍ତ୍ତନର ଲହର ଥିଲା। ଆଉ ସେହି ଲହରରେ ସେ ନିଜେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ନିକଟରୁ 15,000ରୁ ଅଧିକ ଭୋଟରେ ହାରିଗଲେ। ସତରେ ଏହି ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା। ଆଚ୍ଛା, ଏତେ ବଡ଼ ପରିବର୍ତ୍ତନ ପଛରେ ନିର୍ବାଚନ ପୂର୍ବରୁ ଘଟିଥିବା କିଛି ବଡ଼ ବିବାଦ ବି ରହିଥିଲା। ତୃତୀୟ ଭାଗରେ ଆମେ ବଙ୍ଗାଳର ମୁଖ୍ୟ ନିର୍ବାଚନୀ ବିବାଦ, ଖାସ୍ କରି ଭୋଟର ତାଲିକାକୁ ନେଇ ହୋଇଥିବା ସଂଘର୍ଷ ଉପରେ ଆଲୋକପାତ କରିବା। ଆମେ କେବଳ ଉତ୍ସ ସାମଗ୍ରୀର ତଥ୍ୟ ଆଧାରରେ ନିରପେକ୍ଷ ଭାବରେ ଏହାକୁ ବୁଝିବାକୁ ଚେଷ୍ଟା କରିବା। 99,02,577। ଏହି ସଂଖ୍ୟାଟିକୁ ଟିକେ ଭଲ ଭାବେ ଧ୍ୟାନ ଦିଅନ୍ତୁ। ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ଇଣ୍ଟେନ୍ସିଭ୍ ରିଭିଜନ ବା SIR ପ୍ରୋଗ୍ରାମ ଜରିଆରେ ପ୍ରାୟ 12% ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦିଆଯାଇଥିଲା। ଭାବନ୍ତୁ ତ, ଏତେ ବିଶାଳ ସଂଖ୍ୟାରେ ଭୋଟରଙ୍କ ନାମ କାଟି ଦିଆଯିବା ନିର୍ବାଚନ ଫଳାଫଳ ଉପରେ କେତେ ବଡ଼ ପ୍ରଭାବ ପକାଇଥିବ। ଏହି ପଦକ୍ଷେପ ରାଜ୍ୟ ରାଜନୀତିରେ ସତେ ଯେମିତି ନିଆଁ ଲଗାଇଦେଲା, ଆଉ ଦୁଇ ପ୍ରମୁଖ ଦଳ ମଧ୍ୟରେ ତିକ୍ତତା ଶିଖରରେ ପହଞ୍ଚିଗଲା। ଏହାକୁ ନେଇ ବିବାଦ ଏତେ ତୀବ୍ର ଥିଲା ଯେ ପୂରା ନିର୍ବାଚନ ପ୍ରକ୍ରିୟା ଉପରେ ଲୋକେ ପ୍ରଶ୍ନ ଉଠାଇଲେ। ଗୋଟିଏ ପଟେ ଏଆଇଟିସି ଦାବି କଲା ଯେ ଏହା ହେଉଛି ଏକ ରକ୍ତହୀନ ରାଜନୈତିକ ଗଣହତ୍ୟା, ଆଉ ପ୍ରକୃତ ଭୋଟରଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଇଛି। କିନ୍ତୁ ଅନ୍ୟପଟେ ବିଜେପିର ଯୁକ୍ତି ସମ୍ପୂର୍ଣ୍ଣ ଅଲଗା ଥିଲା। ସେମାନେ କହିଲେ ଯେ CAI ଆଇନ ଆଧାରରେ ଭୋଟର ତାଲିକାରୁ କେବଳ ଜାଲ ଏଣ୍ଟ୍ରି ଏବଂ ବେଆଇନ ଅନୁପ୍ରବେଶକାରୀଙ୍କ ନାମକୁ ହଟାଯାଇଛି ଏବଂ ଏହା କେବଳ ଏକ ଶୁଦ୍ଧିକରଣ ପ୍ରକ୍ରିୟା। ଏହି ଦୁଇ ବିପରୀତ ଦାବି ନିର୍ବାଚନୀ ମାହୋଲକୁ ପୁରା ଗରମ କରିଦେଇଥିଲା। ନିର୍ବାଚନ ପରେ କ'ଣ ହେଲା ତାହା ବି ଜାଣିବା ନିହାତି ଜରୁରୀ।
ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କ୍ଷମତାକୁ ଆସିବା ମାତ୍ରେ ପ୍ରଥମ କ୍ୟାବିନେଟ୍ ବୈଠକରେ ହିଁ କିଛି ବଡ଼ ନିଷ୍ପତ୍ତି ନେଇଗଲେ। ଅନୁପ୍ରବେଶ ରୋକିବାକୁ ସୀମାନ୍ତ ଅଞ୍ଚଳର ଜମି ସିଧାସଳଖ ବିଏସ୍ଏଫ୍ ବା ସୀମା ସୁରକ୍ଷା ବଳକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଲେ। ରାଜ୍ୟରେ ତୁରନ୍ତ କେନ୍ଦ୍ରୀୟ ଯୋଜନା ଆୟୁଷ୍ମାନ ଭାରତ ଲାଗୁ ହେଲା। ପୂର୍ବ ସରକାର ସମୟର ସମସ୍ତ ଅଣବୈଧାନିକ ସଦସ୍ୟଙ୍କୁ ବିଭିନ୍ନ ବୋର୍ଡରୁ ବାହାର କରିଦିଆଗଲା। ଆଉ ହଁ, ସରକାରୀ ଚାକିରି ଆଶାୟୀ ଯୁବକମାନଙ୍କ ପାଇଁ ବୟସ ସୀମା 5 ବର୍ଷ ବଢ଼ାଇ ଦିଆଗଲା। ଏହିସବୁ ନିଷ୍ପତ୍ତି ପ୍ରମାଣ କଲା ଯେ ରାଜ୍ୟ ଶାସନ ଏବେ ଏକ ସମ୍ପୂର୍ଣ୍ଣ ନୂଆ ଦିଗରେ ଗତି କରୁଛି। ବର୍ତ୍ତମାନ ପୂର୍ବ ଭାରତରୁ ସିଧା ଯିବା ଦକ୍ଷିଣ ଭାରତର ତାମିଲନାଡୁକୁ। ଚତୁର୍ଥ ଭାଗରେ ଆମେ ଦେଖିବା ତାମିଲନାଡୁର ସୁପରଷ୍ଟାର ସୁଇପ୍, ଯାହା ଦ୍ରାଭିଡ଼ ଏକଛାଟିଆ ଶାସନର ଅନ୍ତ ଘଟାଇଲା। ତାମିଲନାଡୁରେ ଦୀର୍ଘ 50 ବର୍ଷ ଧରି କେବଳ ଡିଏମ୍କେ ଏବଂ ଏଆଇଏଡିଏମ୍କେ ଭଳି ଦୁଇଟି ପ୍ରମୁଖ ଦଳର ହିଁ ରାଜୁତି ଚାଲିଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି 108 ଆସନର ଏକ ଚମତ୍କାର ବିଜୟ। ସୁପରଷ୍ଟାର ଅଭିନେତା ଜୋସେଫ୍ ବିଜୟ ନିଜର ନୂତନ ରାଜନୈତିକ ଦଳ ଟିଭିକେ ମାଧ୍ୟମରେ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ଆଉ ପ୍ରଥମ ପ୍ରୟାସରେ ହିଁ 108ଟି ଆସନ ଜିତିନେଲେ। ତାଙ୍କ ଦଳକୁ 35% ବିପୁଳ ଭୋଟ ମିଳିଲା। ବିନା କୌଣସି ରାଜନୈତିକ ଅଭିଜ୍ଞତାରେ ଏତେ ବଡ଼ ସଫଳତା ପାଇବା ସତରେ ଭାରତୀୟ ରାଜନୀତିରେ ପୁରା ବିରଳ। ଏହା ପ୍ରମାଣିତ କରୁଛି ଯେ ଭୋଟରମାନେ ଗୋଟିଏ ନୂଆ ବିକଳ୍ପ ପାଇଁ କେତେ ଆଗ୍ରହୀ ଥିଲେ। ଆପଣ ଭାବୁଥିବେ ଏତେ ବଡ଼ ବିଜୟ ପଛର କାରଣ କ'ଣ? ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟନ୍ତ ନେବାରେ ତାଙ୍କର ଏହି ପ୍ରତିଶ୍ରୁତିଗୁଡ଼ିକର ବଡ଼ ଭୂମିକା ଥିଲା। ସେ ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ ଏବଂ ଦୁର୍ନୀତିମୁକ୍ତ ପ୍ରଶାସନର ଦୃଢ଼ ବାର୍ତ୍ତା ଦେଲେ। ତା ସହିତ ପ୍ରତି ଘରକୁ 200 ୟୁନିଟ୍ ମାଗଣା ବିଦ୍ୟୁତ୍ ଦେବାକୁ ବି ଘୋଷଣା କଲେ। ଅର୍ଥନୈତିକ ବିଶେଷଜ୍ଞମାନେ ସତର୍କ କରାଇଦେଲେ ଯେ ଏହି ଯୋଜନାଗୁଡ଼ିକ ରାଜ୍ୟ ଉପରେ 1 ଲକ୍ଷ କୋଟି ଟଙ୍କାର ବିପୁଳ ଋଣଭାର ଲଦିଦେବ। ତଥାପି ଭୋଟରମାନେ ଅର୍ଥନୀତିର ହିସାବ ନିକାଶକୁ ପଛରେ ପକାଇ ଏହି ଲୋକପ୍ରିୟତାବାଦୀ ନୀତି ଉପରେ ଅଧିକ ବିଶ୍ୱାସ କଲେ। କ୍ଷମତାକୁ ଆସିବା ପରେ ସେ କିପରି ଆକ୍ସନ୍ ମୋଡ୍କୁ ଆସିଲେ ତାହା ବେଶ୍ ଚିତ୍ତାକର୍ଷକ। ମାତ୍ର 2 ସପ୍ତାହ ଭିତରେ ସେ ସମଗ୍ର ରାଜ୍ୟରେ 717ଟି ସରକାରୀ ମଦ ଦୋକାନ ବା ଟାସ୍ମାକ୍କୁ ବନ୍ଦ କରିଦେଲେ। ଟିକେ ହିସାବ ଦେଖନ୍ତୁ। ଧାର୍ମିକ ସ୍ଥଳ ପାଖରେ ଥିବା 276ଟି, ବସ୍ଷ୍ଟାଣ୍ଡ ନିକଟରୁ 255ଟି ଏବଂ ସ୍କୁଲ କଲେଜ ପାଖରେ ଥିବା 186ଟି ଦୋକାନ ତୁରନ୍ତ ବନ୍ଦ ହେଲା। 500 ମିଟର ପରିଧି ଭିତରେ ଥିବା ଏହିସବୁ ଦୋକାନକୁ ହଟାଇ ମୁଖ୍ୟମନ୍ତ୍ରୀ ବିଜୟ ସ୍ପଷ୍ଟ ବାର୍ତ୍ତା ଦେଲେ ଯେ ସେ ଖାଲି ପ୍ରତିଶ୍ରୁତି ଦିଅନ୍ତି ନାହିଁ, ବରଂ ତାକୁ କାମରେ କରିକି ବି ଦେଖାନ୍ତି। ଏବେ ଆମେ ଆସିଗଲୁ ପଞ୍ଚମ ଭାଗକୁ। ବଙ୍ଗାଳ ଏବଂ ତାମିଲନାଡୁ କଥା ତ ଆଲୋଚନା କଲେ, କିନ୍ତୁ ଆସାମ ଏବଂ କେରଳର ପରିବର୍ତ୍ତନକୁ ଆମେ ଅଣଦେଖା କରିପାରିବା ନାହିଁ। ଏହି ବିଭାଗରେ ଆମେ ଏହି 2 ରାଜ୍ୟର ଅଚଳାବସ୍ଥା ଏବଂ ଆଧିପତ୍ୟ ବିଷୟରେ ଦେଖିବା। ଏହି 2 ରାଜ୍ୟର ସ୍ଥିତି ସମ୍ପୂର୍ଣ୍ଣ ଅଲଗା ଥିଲା। ଆସାମରେ ଆଣ୍ଟି ଇନକମ୍ବେନ୍ସି ବଦଳରେ ପ୍ରୋ ଇନକମ୍ବେନ୍ସି ବା ଶାସକ ସପକ୍ଷ ହାୱା ଦେଖିବାକୁ ମିଳିଲା। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱରେ ବିଜେପି 126ଟି ଆସନରୁ 92ଟି ଆସନ ଜିତି କ୍ରମାଗତ ତୃତୀୟ ଥର ପାଇଁ ବିଶାଳ ବହୁମତ ହାସଲ କଲା ଆଉ ନିଜର ଆଧିପତ୍ୟ ବଜାୟ ରଖିଲା। କିନ୍ତୁ ଅନ୍ୟପଟେ କେରଳରେ ପରିବର୍ତ୍ତନର ପବନ ବହିଲା। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ମେଣ୍ଟ 140ରୁ 97ଟି ଆସନ ଜିତି ବାମପନ୍ଥୀ ଶାସନର ମୂଳୋତ୍ପାଟନ କରିଦେଲା। ତେବେ କେରଳରେ କେବଳ ନିର୍ବାଚନ ଜିତିଯିବାଟା ଶେଷ କଥା ନଥିଲା। ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳ ଭିତରେ ଯେଉଁ ଟର୍ଣ୍ଣଆଉଟ୍ର ଆରମ୍ଭ ହେଲା ତାହା ଦେଖିବା ଭଳି ଥିଲା। 3 ଜଣ ହେଭିୱେଟ୍ ନେତା ଦୌଡ଼ରେ ଥିଲେ। ବିରୋଧୀ ଦଳ ନେତା ଭିଡି ସତୀଶନ୍ ଦାବି କଲେ ଯେ ତାଙ୍କ ସାଥିରେ ତୃଣମୂଳ ସ୍ତରର ସମର୍ଥନ ଅଛି। ସେପଟେ ବରିଷ୍ଠ ନେତା ରମେଶ ଚେନ୍ନିଥାଲା ନିଜ ଅଭିଜ୍ଞତାକୁ ଆଗକୁ ଆଣିଲେ। ଆଉ ଏସବୁ ଭିତରେ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ବିଧାୟକଙ୍କର ସମର୍ଥନ ଥିବା ଦାବି କରି ମଇଦାନକୁ ଓହ୍ଲାଇଲେ। କଂଗ୍ରେସ ହାଇକମାଣ୍ଡଙ୍କ ପାଇଁ ଏହା ଏକ ବିରାଟ ମୁଣ୍ଡବିନ୍ଧାର କାରଣ ପାଲଟିଗଲା। ବର୍ତ୍ତମାନ ଆମେ ଆମର ଶେଷ ଭାଗକୁ ଆସିଯାଇଛୁ। ଏହି 4ଟି ରାଜ୍ୟର ନିର୍ବାଚନ ଫଳାଫଳ ଆମ ଦେଶର ଜାତୀୟ ରାଜନୈତିକ ମାନଚିତ୍ର ଏବଂ ସଂଘୀୟ ଢାଞ୍ଚା ଉପରେ କି ପ୍ରଭାବ ପକାଇଛି, ଆସନ୍ତୁ ଏବେ ତାହା ଉପରେ ଟିକେ ବ୍ୟାପକ ଦୃଷ୍ଟିକୋଣରୁ ବିଚାର କରିବା। ଏହି କଥାଟିକୁ ଟିକେ ଗଭୀର ଭାବେ ଚିନ୍ତା କରନ୍ତୁ। ଭାରତୀୟ ଇତିହାସରେ, ବିଶେଷ କରି ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇଛି ଯେଉଁଠି କୌଣସି ଗୋଟିଏ ବି ରାଜ୍ୟରେ ବାମପନ୍ଥୀ ଦଳ ଶାସନରେ ନାହାନ୍ତି। କେରଳର ପରାଜୟ ସେମାନଙ୍କ ପାଇଁ କେବଳ ଗୋଟିଏ ରାଜନୈତିକ ଝଟକା ନୁହେଁ, ଏହା ଏକ ବିରାଟ ଆଦର୍ଶଗତ ପତନର ସଂକେତ। ଏହା ସହିତ ପଶ୍ଚିମବଙ୍ଗ ବିଜୟ ଜରିଆରେ ବିଜେପି ପୂର୍ବ ଭାରତରେ ଏକ ଦୃଢ଼ ଏବଂ ଅପ୍ରତିଦ୍ୱନ୍ଦ୍ୱୀ ନିୟନ୍ତ୍ରଣ ପ୍ରତିଷ୍ଠା କରିନେଇଛି। ଏହିସବୁ ଘଟଣା ଜାତୀୟ ରାଜନୀତିକୁ ପୂରାପୂରି ଏକ ନୂଆ ମୋଡ଼ ଦେଇଛି। ତେଣୁ ଶେଷରେ ଏକ ବହୁତ ବଡ଼ ପ୍ରଶ୍ନ ଉଠୁଛି। ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଏତେ ଶକ୍ତିଶାଳୀ ଥିବା ଆଞ୍ଚଳିକ ଦଳଗୁଡ଼ିକର ବିପର୍ଯ୍ୟୟ ଏବଂ ଜାତୀୟ ସ୍ତରରେ କ୍ଷମତାର ଏତେ ଦ୍ରୁତ ଏକତ୍ରୀକରଣ, ଏହା କ'ଣ ଆମର ଏହି ବିଶାଳ ଗଣତନ୍ତ୍ରର ସଂଘୀୟ ଢାଞ୍ଚାରେ କୌଣସି ସ୍ଥାୟୀ ପରିବର୍ତ୍ତନର ସଂକେତ ଦେଉଛି?
ଏହି ନିର୍ବାଚନୀ ଭୂମିକମ୍ପର ପ୍ରଭାବ ଆଗକୁ କେତେ ବାଟ ଯିବ ତାହା କେବଳ ସମୟ ହିଁ କହିବ। କିନ୍ତୁ ଗୋଟିଏ କଥା ତ ସ୍ପଷ୍ଟ ଯେ ରାଜନୀତିରେ କେହି ବି ସବୁଦିନ ପାଇଁ ଅପରାଜୟ ନୁହନ୍ତି। ଆଜିର ଏହି ବିଶ୍ଳେଷଣରେ ସାମିଲ ହୋଇଥିବାରୁ ଅଶେଷ ଧନ୍ୟବାଦ। ଆଗକୁ ଆହୁରି ଅନେକ କିଛି ଜାଣିବାକୁ ବାକି ଅଛି, ତେଣୁ ଆମ ସହ ଯୋଡ଼ି ହୋଇ ରହିଥାନ୍ତୁ।